9ଟି ମାଛର ଦାମ 15 ଲକ୍ଷ ଟଙ୍କା। ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା 9ଟି ଦାମିକିଆ ତେଲିଆ ଶିଳା ମାଛ। ଏହି 9ଟି ମାଛର ଓଜନ 1 କ୍ୱିଣ୍ଟାଲ 69 କିଲୋଗ୍ରାମ ରହିଛି। କିଲୋ ପ୍ରତି 7,500 ଟଙ୍କାରେ ଏହି ମାଛ ବିକ୍ରି କରାଯାଇଛି। ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ବାବା ସାହେବ ନାମକ ଟ୍ରଲର ଜାଲରେ ଏହି ମାଛ ଧରା ପଡ଼ିଥିଲା। ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା। 9ଟି ମାଛକୁ 15 ଲକ୍ଷ ଟଙ୍କାରେ କୋଲକାତାର ଏକ କମ୍ପାନୀ କିଣିଛି। ଏହି ମାଛର ତେଲ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି। 9ଟି ମାଛର ଦାମ 15 ଲକ୍ଷ ଟଙ୍କା। ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା 9ଟି ଦାମିକିଆ ତେଲିଆ ଶିଳା ମାଛ। ଏହି 9ଟି ମାଛର ଓଜନ 1 କ୍ୱିଣ୍ଟାଲ 69 କିଲୋଗ୍ରାମ ରହିଛି। କିଲୋ ପ୍ରତି 7,500 ଟଙ୍କାରେ ଏହି ମାଛ ବିକ୍ରି କରାଯାଇଛି। ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ବାବା ସାହେବ ନାମକ ଟ୍ରଲର ଜାଲରେ ଏହି ମାଛ ଧରା ପଡ଼ିଥିଲା। ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା। 9ଟି ମାଛକୁ 15 ଲକ୍ଷ ଟଙ୍କାରେ କୋଲକାତାର ଏକ କମ୍ପାନୀ କିଣିଛି। ଏହି ମାଛର ତେଲ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି।